ଝିଅ ତାର ବିଜେପି ହେଇଛି ତ ସେ ନାଗିବ କେନ୍ଦ୍ର। ଯେତେବେଳେ ଦଳୀୟ ଇଏ ନେଇକି କହିଲେ ତାର କାଟିଦିଅ ୟାର କାଟିଦିଅ ୟାର କାଟିଦିଅ ତାର ସବୁ ନାଁ ତାଙ୍କର ସବୁ ନାଁ ଅଛି ଦେଖିଲାକୁ କାର୍ଡର ଚାଉଳ ଦିଆହେଲାନି। ମାସେ ଦି ମାସ ଖଣ୍ଡେ ତାଙ୍କର ଖାଇଲା ପରେ ତାପରେ କାଟିଦବା। ଭାଇ ରତିକାନ୍ତ କହୁଥିଲି। ହଁ ହଁ କୋଉଠି? ଆଙ୍କପଡା। ହଁ ହଁ କଣ କହୁଥିଲ? ଆପଣଙ୍କର ଖବର କଣ ସେଠି? ଦଳର ଖବର ନା ଡିଲର ଖବର? ଡିଲର ଖବର ମୋର କାଟିଦେଲେଣି। କାଟିଦେଲେ? ହଁ କଟିଯିବ ବୋଧେ ମୋ ଅନୁମାନ। କଣ ଭୁଲ କଣ କଟିବ? ମୁଁ ତାର କାଗଜ କଣ ସେ ଇଏ ଲାଗିଛି ଲାଗି କାଟିଦେବେ କଣ ଲାଗିଛନ୍ତି ସବୁ କାର୍ଡ ଫାର୍ଡ ସବୁ ଇଏ କରୁଛନ୍ତି କାହାର ନାଁ କଟିଛି କଣ କରିଛି। ରାସନ କାର୍ଡ ଉପରେ ସେ ନାଗିବେ। ଆମ ଏଠି ଗୋଟେ ସାହିର ଆଦାୟ କରୁଥିଲେ ଚାଉଳ ମୋଠୁ ନେବେନି ଆଉ ଜଣଠୁ ନେବେ। ଆଦାୟ କରି ଠକି ପଡିକି ଫେର କାର୍ଡ ଫେରେଇ ଦେଲେ। ଆଉ ଆମର ଯଦି ଚାଉଳ ତମେ କାହାକୁ ଦେଇନଥିବ କଥା କରିଥିବ ଯାହା ଯେମିତି ହବ। ତମର ଚାଉଳ ସବୁ ଲୋକ ପାଇଯାଇଛନ୍ତି? ଆଉ ଯୋଉ ନାଁ କଟାକଟି ହେଇଥିଲା ସେଗୁଡା ସବୁ ଇଏ ଅଛି ନା। ନାଁ କଟା ହେଇଥିଲା ସେ ଲୋକଙ୍କ ନାଁ ଅଛି। ହଁ ନା ଥାଉ ତମେ ତା ଦେହରେ କାଟିକି ଚାଉଳ ଦଉଥିବ। ଅସୁବିଧା ଟିକେ ଟିକେ ଅଛି। ହଁ ଦେଖିବା ଆଲୋଚନା ହବା ଆଉ କଣ ଯଦି ଇଏ ହୁଏ ମୁଁ ତାକୁ କହିକି ଆଗୁଆ କହିକି ଅଟକେଇବା ଆଉ ବୁଝିଲ। ଯଦି ଅଡୁଆ ହୁଏ କହିବି ମୁଁ ଆଗୁଆ କହିକି ଅଟକେଇବି ରହିବ ସେ କଥା ରହିଯିବ ଆଉ। ଲୋକ ଯଦି ଚାଉଳ ପାଇବାର ଥିବ କିଏ ଦେଇଦବା। ଆଉ ଯାହା ଅଡୁଆ ହେଇଥିବ ତାକୁ ବୁଝିବା ଆଉ। ଗଦାକୁ ବି କାଲି କରିଛନ୍ତି। ଘଟପୁର ଟା ହେଲା ଯୋଉ ଚାଉଳ ସିଏ ଦେଲେନି ଗୋଦାକୁ ଟ୍ୟାଗ କରିଥିଲେ ତାପରେ କଣ ହେଲା ମୁଁ ବୁଝିନି ତାପରେ କଣ ହେଲା? ନା ଇଏ ଗୋଦାମ ମୁଁ କହୁଛି ଘଟପୁର ଗଦା ବିରିଆଡିଆ ଗଦା ବିରିଆଡିଆ ଗଦା। ଏ ଗାରଳପୁର ଚାଉଳ ଗଦାର ତାକୁ ଇଏ କରିଛନ୍ତି ସବୁ। ଲାଗିଛନ୍ତି କଣ କରିବେ କଣ ହଉଛି। ମୁଁ ଗଞ୍ଜ ନାଇଁ କହୁଥିଲି ଗୋଟେ ଡିଲର ମିଟିଂ ଡାକିବା ଯୋଉ ଡାକିଦବା। ଡାକି ଦେଇ ଆଲୋଚନା ଅଛି ମୁଁ କହିମି କିଛି କଥା ଆମର ଅଛି କହିବାର। ହଁ ଏଟା କେମିତି ଇଏ କରାଯିବ। ହଁ ଡିଲର ମିଟିଂ କଥା ଗୋଟେ କରିବା ଚାଲ। ମୁଁ କହୁଛି ମିଟିଂ ଡାକୁ ଅଛି ମୁଁ କହିମି କଣ କେମିତି ଆମେ ରକ୍ଷା ହବା ସେ କଥାଟା ମୁଁ ଆଲୋଚନା କରିମି ଆଉ। ମେନ ୟାଦର ଖେଳାଳି ହଉଛି କିଏ କହିଲ? ମେନ ଖେଳାଳି ହଉଛି ସୁଶାନ୍ତ। ହଁ ସୁଶାନ୍ତ ମହାପାତ୍ର। ଝିଅ ତାର ବିଜେପି ହେଇଛି ତ ସେ ନାଗିବ କେନ୍ଦ୍ର। ସେ ସବୁ ଦୌଡା ଦୌଡି କରି ସେ କାଗଜ ପତ୍ର ଅଫିସିଆଲି ସେ ସବୁ ହ୍ୟାଣ୍ଡେଲ କରୁଛି ପୁରା ବ୍ଲକ ର। ହଁ ନା ସେ ବ୍ଲକର କାହିଁ କରିବ। ସେ ଯାଉଛି ବସୁଛି କେମିତି ଜାଣିଛୁ କେହି ତା ସାଙ୍ଗରେ କଥାବାର୍ତ୍ତା କରୁନାହାନ୍ତି। ଏଠିଆ ଯାଇ ବସୁଛି ତା ଅବସ୍ଥା ଦେଖିନୁ। ସେଠୁ ଭୁବନେଶ୍ୱରରୁ ଏଠୁ ନୁହଁ ଯଶୀପୁର ଗୋଟେ ଅଖାଡୁକୁ ନେଇକି ଯାଉଛି ଏଇ ଯୋଉ ବିଜେପି ଅଖାଡୁ। ଆଚ୍ଛା ଅଖାଡୁ ନାୟକ। ହଁ କାର ବସିକି ତାକୁ ନେଇକି ଗଲା ତାଙ୍କ ମୁହଁ ଶୁଖି ଯାଇଛି। କଥାବାର୍ତ୍ତା କେହି ବ୍ଲକ ତାଙ୍କ ସାଙ୍ଗରେ କରୁନାହାନ୍ତି। କଥା ମୁଁ ଯାଉଛି ଜାଣିଲେ ଗଞ୍ଜନା ସହିତ କଥା ହଉଛି ଗୋଟେ ମିଟିଂ ଡାକିଆ। ଡାକିକି ଆଲୋଚନା ହବା କଣ ଡିଲର ବାବଦରେ କଣ କରିବା। ଉଠେଇ ଆଠେଇ ହଉନି ଚାଉଳ କଣ କରିବ। ଏବେ ତୋର ଚାଉଳ ଆସିଯାଇଛି ନା ଆସିନି? ନା ଆସିଯାଇଛି। ଚାଉଳ ବନ୍ଦ ଅଛି। ଟୋଟାଲ ହିସାବ ଦିଅ ତାପରେ ଚାଉଳ ନମୁ ଆମେ। କେତେ ଲୋକଙ୍କର ଚାଉଳ କଟୁଛି ଆମେ ତଥାପି 4 ଜଣଙ୍କର ଯୁଡି ଦେଇଥିଲୁ ପଛର। ହଁ ହଁ ଆଉ କିଛି ଲୋକ ସେ କହୁଛନ୍ତି ଆମର କଟିଛି ତ କଟିଥିଲା ଆମର କଟିକି ଅଛି ଆମେ ଯୁଡିମୁ କଣ ପାଇଁ। ହଁ ଚିନ୍ତା କରି କାର୍ଡ ଦଉନାହାନ୍ତି ଆଉ। ଆଗ କଥାରେ ସବୁ ସେତେବେଳେ ଚାପି ଦିଆ ହେଲା ଚାଉଳ ତାଙ୍କ ଚାଉଳ ଟା ଦିଆ ହେଲାନି। ହଁ କଟି ଯାଇଛି ବୋଲି କହିକି ବର୍ତ୍ତମାନ କେହି ଧରାଛୁଆଁ ଦଉନାହାନ୍ତି। ହଁ ମାନେ ଫସେଇ ଦଉଛନ୍ତି ଆଣି ଫସେଇ ଦେଲେ ମତେ ଆଉ କଣ। ସେତେବେଳେ ଦଳୀୟ ଇଏ ନେଇକି କହିଲେ ତାର କାଟିଦିଅ ୟାର କାଟିଦିଅ ୟାର କାଟିଦିଅ ତାର ସବୁ ନାଁ ତାଙ୍କର ସବୁ ନାଁ ଅଛି ଦେଖିଲାକୁ କାର୍ଡର ଚାଉଳ ଦିଆ ହେଲାନି। ମାସେ ଦି ମାସ ତାଙ୍କର ନେଇକି ତାପରେ କାଟିଦବା କଥା।
ରଖିବା କଥା ନୁହଁ, ମାସେ ଦି ମାସେ କଣ ତାଙ୍କର ଖାଇଲା ପରେ ତାପରେ କାଟିଦବା। ତାଙ୍କ ନାଁ ଅଛି, ତା ଚାଉଳ ଦିଆ ହେଇନି ସବୁ ଅଛି। ମୁଁ ବୁଝିସାଇନି ଘଟଣା କଣ। ଇଏ ଚାଉଳ ଇଏ କହିବ ମୋ ଭାଗ ମତେ ଦିଅ, ସିଏ କହିବ ମୋ ଭାଗ ମତେ ଦିଅ। ସାଳଙ୍କ ଭାଗ ଦେଇ ଦେଇ ତ ମୁଣ୍ଡ ଚନ୍ଦା ହେଇଗଲା ମୋର। ମୁଁ ତ ସେ ଜିନିଷ କରିବା କଥା। ଇଲେକ୍ସନ ଛିଡା ହେଇଥିନି, ଯେତିକି ଚନ୍ଦା କଲେ କାମ ବାଣ୍ଡା ବାଡା ନାହିଁ, ସବୁ ବାଣ୍ଟିକି ନେଇଗଲା ଇଏ। ମୁଁ ପଇସା ଖର୍ଚ୍ଚ କରିନି, ଚାଉଳ ତାର ସେମିତିଆ ଚାଉଳ ଡିଲର ମୁଁ କରିମି, ତା ଦର କହିବେ ବାବୁଲ ଦୀପ୍ତି କହିବ ସିଏ, ମନ୍ତୁ ମହାନ୍ତି କହିବ ମତେ ଦିଅ। ହଁ ଏପଟରେ ସେତେ ଫସିଲା ବେଳକୁ ତମର ଏସଏଚଜି ନା? କୋଉ ଏସଏଚଜି ନାଁ କହୁନି ମତେ ଟିକେ। ଏସଏଚଜି ନାଁ କହୁନି ଟିକେ। ମା ମଙ୍ଗଳା। ମା ମଙ୍ଗଳା। ହଉ ତମକୁ ତମ କଥା ହଉଛି ଗୋଟେ ବାଟ କରିବା ଅଛି, ଗୋଟେ ବାଟ କରିବା ବୋଲି ମୁଁ ଭାବୁଛି। ଏମଏଲଏ ମତେ ଫୋନ କରିକି ମନା କରୁଥିଲା କଣ ଶୁଣିବୁ। ମୁଁ କହୁଥିନି ଆମେ ତାଙ୍କୁ ମିଛର ସପୋର୍ଟ କରିଯିବା, ସମର୍ଥନ କରିବା, ଏଇଆ ହଉଛି କଥା। ମୁଁ ତା ବାଟ କରୁଥିଲି କରିବା ଯିବୁ, ଗଞ୍ଜଣା କହୁଛି ଖରାପ ନାଗିବ ଇଏ ହବ। ମିଛ ଆମେ ଲାଇନ କରି ଅଲଗା ବାଟ ଧରିକି ଆମେ ବାଲାନ୍ସ ରଖିକି ତାଙ୍କୁ ଏବେ ଦେଖିଥାନ୍ତେ ଟିକେ, ମାନେ ସିଏ ଯିଏ ହୁଆଲା କରୁଛନ୍ତି ତାଙ୍କ ଦେଖା ହେଇଥାନ୍ତା, ତାଙ୍କ ଲିଡର କହିଥାନ୍ତା ଆଉ କଣ। ଏମଏଲଏ କଥା କିଛି ଥାନା ଫାଣ୍ଡରେ ବି ଏମଏଲଏ କଥା ରଖୁନାହାନ୍ତି। ମୁଁ ଜାଣି ସାରିଛି, ନିଜେ କେସ୍ ଖାଇନି, ପୋଲିସ କେସ୍ ଖାଇନି, ନିଜେ ଆଦିବାସୀ କୌଣସି କେସ୍ ଗୋଟେ ଗଣ୍ଡଗୋଳ କେସ୍ ହେଲା, ଗୋଟେ ପିଲାକୁ ବାଡେଇଲେ, ଆମେ ଏଫଆଇଆର ନେଇ ଗଲୁ, ସେ ପିଲାର ଏଫଆଇଆର ରଖିଲେନି। ମାଡ ମାରିଲା ଲୋକର ଏଫଆଇଆର ରଖିଲେ, ଯାହାକୁ ବାଡେଇକି ମେଡିକାଲ ପଠେଇଲେ ତା ଏଫଆଇଆର ରଖିଲେ। ମୁଁ କଥା ହେଇସାରିଥିନି, ମାନେ ତାଙ୍କ ସହିତ ସାଲିସ କରିବା ପାଇଁ। ମତେ ଇମେଲ ମନା କଲା, ରୁହ କାହିଁକି ଏସବୁ କଥା। ସେ କେହି କିଛି ତମର କରିପାରିବେନି, ତମେ ଖାତା ପତ୍ର ଠିକ ରଖ। ମାନେ ବାଘ ଠିକ ରଖିନି ଆମର କିଏ କଣ କରିବେ। ଆମେ ଯଦି ଖାତା ଠିକ ରଖୁ, ତମେ ଆମର କଣ କରିବ ନା ସିଏ ଆମର କଣ କରିବେ। ଆମେ ବା କୋର୍ଟ କରିବୁ ତାପରେ, ଆଉ ଆମର ଭୁଲ ରହିଲେ ସିଏ ଆମକୁ କାଟିଦେବେ। ଭୁଲ କିଛି ନା କିଛି ତ ବାହାରିବ, ଯାହା ବି ଡିଲର ଲାଇନ ତ ଭୁଲ ଲାଇନ ନା। ଭୁଲ କିଛି ନା କିଛି ତମେ ଯେତେ କ୍ଲିୟର ରଖିନା ଭୁଲ ଡିଲର ଲାଇନ ରହିବ ବା, ଡିଲର ଲାଇନ ରହିବ ଭୁଲ। ତମେ କେତେ ଭୁଲ ସଂଶୋଧନ କରି ତମେ ଏପଟ ଦଳକୁ ଅନେଇବ ନା ତାକୁ ଅନେଇବ। ଦଳକୁ ଅନେଇକି 10 ଜଣଙ୍କର ବିଛୁଡାର ତାଙ୍କ କାର୍ଡ କାଟିକି କହିବ ତମର 5 ଜଣର କଟି ଯାଇଛି, ଚାଉଳ ଦିଆହେଇନି, ସେଗୁଡା ସବୁ କୁଆଡେ କଟିକି ଯିବ। ତାର ହିସାବ ପୁଣି ଦେଇତେ ପଡିବ ନା। 5 ବର୍ଷ ଲେଖା ଲୋକଙ୍କର 5 ବର୍ଷ ଲେଖା ଚାଉଳ ନେଇନାହାନ୍ତି, ଦିଆହେଇନି। ତାକୁ ଆଣିକି ମୁଁ ଏତେ ଆଡଜଷ୍ଟ କରିବି। ଖାତା ପତ୍ର ମୂଳରୁ କ୍ଲିୟର ରଖିଥିଲେ ରହିଥାନ୍ତା। ଏମାନଙ୍କ ଖାତା ପତ୍ର ଏପଟ ସେପଟ ହେଲା ନା ଆଉ। ଲୋକଙ୍କର 5 ବର୍ଷ ଚାଉଳ ଦିଆ ହେଇନି, ନା କଟା ହେଇଛି ବୋଲି କହିକି ହେଇଛି। ସିଏ ତାଙ୍କ ଚାଉଳ ଟା ପୁଣି ତାଙ୍କୁ ସେଟା କଣ ଖାତା ପତ୍ର ଠିକ ରହିବ କି? ପୁରା ଟେନସନ ଟା ମୁଣ୍ଡ ହେଇଗଲି। ହଁ ବା, ଭାରି ଅଡୁଆ ମଡୁଆ କଥା। ଆଉ ଏମଏଲଏ କତିକି ଫୋନ କଲି, ସେ ତାର 2 ଦିନ କଥା ହେଲା, ତାପରେ ଆଉ ଫୋନ ଉଠଉନି। ଅବସ୍ଥା ସେଇଆ, ତମେ ବାଟ ଧରିବ କେମିତି ଦେଖିବା। ରକ୍ଷା କରାଯିବ, ଏମଏଲଏ କୁ ନୁହଁ, ନିଜେ ରକ୍ଷା ହବା ପାଇଁ କଣ କରିବାକୁ ପଡିବ କରାଯିବ। ମୁଁ କରିଦେମି ମୁଁ ଯୋଉ ଆଗୁଆ ସହିତ କଥା ହଉଛି, କେମିତି ସେଭ୍ କରାହବ ବୁଝିଲ। ଲାଷ୍ଟକୁ କିଛି ନହେଲେ ଯାଇକି ସେ ଅଗସ୍ତି ପାଖରେ ପହଞ୍ଚିକି ନହେଲେ ମିଶିଯିବି, ଆଉ କଣ କରିବି। ଅବସ୍ଥା ସେଇଆ, ମୁଁ ତାକୁ ଏ ବାଟରେ କରିଦଉଛି ସେଭ୍ କରିବା ପାଇଁ। ଇଏ ଫୋନ କଲେ ଇଏ ଉଠଉନି, ଆଉ ଆମେ ପୁଣି ନିଜକୁ ବଞ୍ଚେଇବା ପାଇଁ ଆମେ ଚାହିଁବୁ ନା ପୁଣି ନିଜ ହଇରାଣ ହବୁ। ନା ତାକୁ ମୁଁ ଏପଟର ଯେ ଅଛି ନୁହଁ, ଡିଲର ଲାଇନ ଆମର ଆଗୁଆ ସହିତ କଥା ହବ, ଆଗୁଆ ତାର କେମିତି କଣ ସେଭ୍ କରିବା କଥା କରିବ, ତାକୁ କୁହାଯିବ। ମା ମଙ୍ଗଳା ନା, ଏଇ ଯୋଉ ମା ମଙ୍ଗଳା ଏସଏଚଜି ଟା କୋଉ ଗାଁ ର? ଆଙ୍କପଡାର। ହଁ ମୁଁ ତ କହିମି ଆଜି କଥା ହେଇକି।